ଏଆଇସିସିର ସଭାପତିରେ ପୂର୍ବତନ ସାଂସଦ ଏବଂ ବରିଷ୍ଠ ଶ୍ରମିକ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର ପୂଜା ଉପସ୍ଥିତ ଅଛନ୍ତି। ଆପଣମାନେ ଜାଣିଛନ୍ତି କେନ୍ଦ୍ର ସରକାର ମୋଦି ସରକାର MMDR ଆକ୍ଟ ଆଣିଛନ୍ତି, ଯେଉଁ ଗତ ପାର୍ଲାମେଣ୍ଟରେ ପାରିତ କରିଛନ୍ତି। ତାର କିଭଳି ଭାବରେ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ରାଜ୍ୟର ସ୍ୱାର୍ଥକୁ କେମିତି ଆଜି କରିଛନ୍ତି ଏ ସରକାର କ୍ଷତିଗ୍ରସ୍ତ ଆଜି ଖଣି ହେବାକୁ ଯାଉଛି, ରାଜ୍ୟର ବିକାଶ ମଧ୍ୟ କ୍ଷତିଗ୍ରସ୍ତ ହେବାକୁ ଯାଉଛି। ତେଣୁ ସେହି MMDR ବିଷୟରେ ଆମର ବରିଷ୍ଠ ନେତା ରାମଚନ୍ଦ୍ର ପୂଜା ସବିଶେଷ ବିବରଣୀ ଆପଣମାନଙ୍କୁ ଧନ୍ୟବାଦ। ବନ୍ଧୁଗଣ ସମସ୍ତଙ୍କୁ ନମସ୍କାର। ଆଜି ମୁଁ ପ୍ରଥମେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓ ସଭାପତିଙ୍କ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଏବଂ ଏ ଯେଉଁ ଖଣି ବିଧାୟକ ସଂଶୋଧନ ବିରୁଦ୍ଧରେ ସମସ୍ତ ରାଜନୈତିକ ଦଳ ସହିତ ସହଯୋଗ କରି କଂଗ୍ରେସ ଦଳ ତରଫରୁ ସାରା ଓଡ଼ିଶାରେ ଯେଉଁ ପ୍ରତିରୋଧ ସଭା ଏବଂ ଆନ୍ଦୋଳନ 24 ତାରିଖରେ 25 ତାରିଖରେ ହେଇଛି, ଭୁବନେଶ୍ୱରରେ ମଧ୍ୟ ମଶାଲ ଶୋଭାଯାତ୍ରା ଏବଂ ଗତକାଲି ବିଧାନସଭା ଆଗରେ ଯେଉଁ ପ୍ରତିରୋଧ ହେଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ମଧ୍ୟ ମୁଁ ଧନ୍ୟବାଦ ଦେଉଛି ଏବଂ ସମସ୍ତ ରାଜନୈତିକ ଦଳକୁ ଧନ୍ୟବାଦ। ଏହା କେବଳ 24-25ରେ ସିମ୍ବଲିକ୍ ପ୍ରତିରୋଧରେ ସୀମିତ ରହିବ ନାହିଁ। ନିଷ୍ପତ୍ତି ଅନୁଯାୟୀ ये जो लॉस क्षति सारा भारत वर्ष में 15टी खनि खादान थी राज्य सबुठ अधिक क्षति ओडिशा राज्य आपण समस्ते ओडिशार लोक जानते ओडिशार बजेट गत वर्ष 3 लाख 10 कोटी 3 लाख 10 कोटी बजेट जदि कलेक्टेड टिकस रेवेन्यू एवं जीएसटी मिसा जाए तार परिमाण यथेष्ट कम। विगत दिन में माइनिंग रॉयल्टी एवं जो पेनाल्टी कलेक्शन यह आम बजेट वृद्धि को अधिक साहाय्य करता जहाँ आगामी दिन में मिलबार आशंका अच्छी। ओडिशा आप देखिए जो अन्य मैंने क्षतिग्रस्त है बेले एपरिक से धारा में कहुई 2024 मसीहा सुप्रीमकोर्ट राय अनुजाई नुआ कलेक्शन करने तो दूर कथा पुराना सेटलमेंट जो फाइन जो जरिमाना है बेंच वाइज कलेक्शन कर जो दायित्व था पड़ पारे ना ओडिशा अधिक क्षतिग्रस्त कहीं जदि आम देखा ओडिशा मुझे कपी दे पारे पार्लियामेंट मोर क्वेश्चन को उत्तर दे जो उत्तर मिलता से उत्तर में ओडिशार विभिन्न खनिज पदार्थ डिपोजिट संपर्क में केंद्र सरकार एक तथ्य दे से तथ्य अनुजाई आयरन ओर केवल आयरन ओर ओडिशा 30 रु 35 भाग अच्छे। ओडिशा टॉप प्रोडक्शन स्टेट इन इंडिया 50% क्रोमाइड धातु जाजपुर ढेंकानाल पेंजर में जार प्राय 58 मिलियन टन एवं टोटल बक्साइट भारत वर्ष टोटल बक्साइट 51% जहाँ 1.25 बिलियन टन केवल ओडिशा सहित ग्रानाइट ग्राफाइट मंगानीज माइका डोलामाइट ग्रानाइट एभली भाव में विभिन्न जगह अन्य 15टी राज्य
ତାର ଷ୍ଟାଣ୍ଡାର୍ଡ ଯାହା ଯେଉଁ ଆମଦାନୀ ବାହାରୁ ତାକୁ ଅଧିକ ପେମେଣ୍ଟ କରିବାକୁ ପଡ଼ୁଛି, ସେଥିରେ ଅଧିକ ଡଲାର ବା ଅଧିକ ଖର୍ଚ୍ଚ ହେଉଛି। କିନ୍ତୁ ଆମେ କାହା ସାହାଯ୍ୟ କରୁଛୁ କରିବା ପାଇଁ ଷ୍ଟାଣ୍ଡାର୍ଡାଇଜେସନ ସରକାର ସାହାଯ୍ୟ କରୁଛନ୍ତି କାରଖାନା ମାଲିକମାନଙ୍କୁ, ଇଣ୍ଡଷ୍ଟ୍ରିଆଲ ହାଉସମାନଙ୍କୁ ଷ୍ଟାଣ୍ଡାର୍ଡାଇଜେସନ ନାଁରେ କରି ତାଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ପ୍ରତ୍ୟାହାର କରିକି ଷ୍ଟାଣ୍ଡାର୍ଡାଇଜେସନ। ଯଦି ଖଣିଜ ପଦାର୍ଥର ଷ୍ଟାଣ୍ଡାର୍ଡାଇଜେସନ ହେବ, ଆପଣ ଜାଣିଛନ୍ତି ତାହେଲେ ଶ୍ରମିକମାନଙ୍କର ମଜୁରୀ ଷ୍ଟାଣ୍ଡାର୍ଡାଇଜେସନ ହେବ। ଓଡ଼ିଶାରେ ଶ୍ରମିକମାନଙ୍କର ମଜୁରୀ ହେଉଛି 220 ଟଙ୍କା। ଆମେ ଯାହାକୁ କହୁଥିଲୁ ଏନର୍ଜି ବର୍ତ୍ତମାନ 462। ଦିଲ୍ଲୀରେ ଶ୍ରମିକଙ୍କର ମଜୁରୀ ହେଉଛି 21,000, କର୍ଣ୍ଣାଟକରେ 24,000 ଏବଂ ତେଲେଙ୍ଗାନାରେ 22,000। ତାହେଲେ ଶ୍ରମିକମାନଙ୍କର ମଜୁରୀ କି କାହିଁ କେନ୍ଦ୍ର ସରକାର ଷ୍ଟାଣ୍ଡାର୍ଡାଇଜେସନ କରିছে ନାହିଁ? ଷ୍ଟାଣ୍ଡାର୍ଡାଇଜେସନ ହେବ କେବଳ ମାଲିକମାନଙ୍କୁ ସାହାଯ୍ୟ କରିବା ପାଇଁ। ଇଏ କେଉଁ କଥାରେ ଅଛି? ଷ୍ଟାଣ୍ଡାର୍ଡାଇଜେସନ ସବୁ କଥା। ଆଜି ଆପଣ ଦେଖିବେ ଯଦି ଭାରତ ବର୍ଷରେ ପରିସ୍ଥିତି ଚାଲିଛି, ଆପଣଙ୍କୁ କହିଦେବାକୁ ଚାହେଁ ଯେ ଏ କଥାରେ ସବୁଠୁ ବଡ଼ ଦୁଃଖ ଏ କଥାରେ ମାନେ କହୁଛନ୍ତି ଇନଭେଷ୍ଟମେଣ୍ଟ କଥା, ଏପଟେ କହୁଛନ୍ତି ଆମ ଦେଶରୁ ଚାଲି ଯାଉଛି ବୈଦେଶିକ ମୁଦ୍ରା। ଆପଣ ଜାଣିଥିବେ ଏବେ ମୋଦିଙ୍କ ରିକମେଣ୍ଡେସନରେ ଅମ୍ବାନୀ $300 ମିଲିୟନ ଇନଭେଷ୍ଟମେଣ୍ଟ କରୁଛନ୍ତି ଆମେରିକା ଫର୍ ଅଏଲ ରିଫାଇନାରୀ। ଇଣ୍ଡିଆରେ ଇନଭେଷ୍ଟମେଣ୍ଟ କାହିଁକି ହେଲାନି? କାହିଁକି ଇଣ୍ଡିଆରେ ଇନଭେଷ୍ଟମେଣ୍ଟ ହେଲାନି? ଟାଟା, ବିର୍ଲା, ଡାଲିଆ ଏବଂ L&T ଏବଂ ଏମାନେ ଅମ୍ବାନୀ, ଅଦାନୀ ବାହାରେ କାହିଁକି ଇନଭେଷ୍ଟମେଣ୍ଟ କରୁଛନ୍ତି? ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା, ଆମ ଦେଶରେ ମାତ୍ର 41 ଶ୍ରମ ଆଇନ ଆମେଣ୍ଡମେଣ୍ଟ ହେଇଯିବାକୁ ଆଇନର ରାଟିଫାଇ କଲେ। ଇଂଲଣ୍ଡରେ 130ଟି ରାଟିଫାଇ କଲେ। ଆମେରିକାରେ ମଧ୍ୟ 60ରୁ ଅଧିକ ରାଟିଫାଇ କଲେ। ଅଷ୍ଟ୍ରେଲିଆ, ଜର୍ମାନୀରେ 100ରୁ ଅଧିକ ରାଟିଫାଇ କଲେ। ଯୋଉଠି ଅଧିକ ଆଇନ ରାଟିଫାଇ ସେଠି ଥିଲା ବେଳେ ମଧ୍ୟ ଆମ ଦେଶର ଯାଇକି ଯେଉଁ ଇନଭେଷ୍ଟମେଣ୍ଟ କରୁଛନ୍ତି ସେ ଇନଭେଷ୍ଟମେଣ୍ଟ ଆମ ଦେଶକୁ ଫରେନ୍ ପଇସାରେ ଯାଉଛି। ତାହେଲେ ଆମେ ଯଦି କହିବା ଫରେନ୍ ପଇସାକୁ କମେଇବା ପାଇଁ ଆମେ କହିଛୁ, ତାହେଲେ ଆମ କିଭଳି ଭାବରେ ସେମାନେ ଭୁଲ ତଥ୍ୟ। ଗୋଟିଏ ଦେଶ ହେଉଛି ମାଲିକ, ଗୋଟିଏ ହେଉଛି ଫେଡେରାଲ ଷ୍ଟ୍ରକ୍ଚରକୁ ଡିମୋଲିଶ କରିବା। ଭାରତ ବର୍ଷରେ ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କର କ୍ଷମତା ବଢ଼ାଇବା, ମାଲିକମାନଙ୍କୁ ସାହାଯ୍ୟ କରିବା ଏବଂ ପରୋକ୍ଷ ଭାବରେ ମୋଦି ଏବଂ ଅମିତ ଶାହ ହାତକୁ ଦୂର କରିବା। ଇଏ ହେଉଛି ଆଇନ। କାରଣ ଖଣି ଖାଦାନ ଇଏ ହେଉଛି ଆମ ଦେଶର ରତ୍ନ। ହାତରେ ରହିବ ତା ଦେଶର ସମସ୍ତ ତଥ୍ୟ, ସମସ୍ତ ଯନ୍ତ୍ର ତାଙ୍କ ହାତରେ। ମୁଁ ଆଜି ବିଜେପି ଲୋକଙ୍କୁ ପଚାରିବାକୁ ଚାହେଁ, ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ଓଡ଼ିଆ ଅସ୍ମିତା ତ ତାଙ୍କର ସମ୍ପର୍କରେ 2007ରେ 9ରେ ଓଡ଼ିଶା ହେଲା କେନ୍ଦ୍ର ସରକାର ଡକ୍ଟର ମନମୋହନ ସିଂ ଓଡ଼ିଆ ଗାନ୍ଧୀ। 2013ରେ ଓଡ଼ିଆ କ୍ଲାସିକାଲ ଲାଙ୍ଗୁଏଜ କହିଲା କେନ୍ଦ୍ର ସରକାର କଂଗ୍ରେସ ଥିଲା, ସୋନିଆ ଗାନ୍ଧୀ ଡକ୍ଟର ମନମୋହନ ସିଂ ସାଙ୍ଗରେ। बीजेपी बीजेडी किए एमपी लोक राज्यर चीफ सेक्रेटरी, राज्यर डीजी, राज्यर समस्त एडिशनल डीजी ओडिया राज्यसभा
ଉଦାହରଣ ଦେଇଛି ପାର୍ଲାମେଣ୍ଟରେ କଂଗ୍ରେସ ସରକାର ଥିଲାବେଳେ ଥରେ ମଧ୍ୟ ଅଯୋଗ୍ୟତା ଗିରଫ ଓଡ଼ିଶା ହେଲା ନାହିଁ ପ୍ରଧାନମନ୍ତ୍ରୀ କମିଟି କଲେ ପ୍ରସ୍ତୁତ ମୁଁ ତାକୁ ନିନ୍ଦାବାଦ କରିବାକୁ ଚାହୁଁ ମୁଁ ସମସ୍ତଙ୍କୁ କଂଗ୍ରେସ ଦଳ ତରଫରୁ ତାକୁ ନିବେଦନ ଏବଂ ସହାନୁଭୂତି ଯେଉଁ ଓଡ଼ିଶାର ଅବନତି କ୍ଷତି ତାର ଆନ୍ତରିକତା ତାହେଲେ ସେମାନେ ଗୋଟିଏ ଡେଲିଗେସନରେ କମ୍ ସେ କମ୍ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମନ୍ତ୍ରୀ ଭେଟିକି ଓଡ଼ିଶାର କ୍ଷତିକାରକ ହବ ବୋଲି ତାପରେ ବାହାର ନହେଲେ କଥା କହିବା ମୁଁ ତାପରେ ଆଉ ଗୋଟିଏ ଶେଷ କଥା କହିବାକୁ ଚାହେଁ ଯେଉଁ ବିପରୀତ କଥା ମୁଁ କହିଥାଏ ସବୁକୁ ସେ ଅର୍ଥ ଅଛି ଓଡ଼ିଶାରେ ଯଦି ତା ଏଇଭଳି ଭାବରେ ଆସନ